ଖଡ଼ିଆଲ ଠାରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଠାରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଖଡ଼ିଆଲ ଠାରେ ବହୁ ବଡ଼ ବଡ଼ ଧନୀ ବ୍ୟବସାୟୀ ଅଛନ୍ତି। କିଏ କାହା ପାଇଁ କ'ଣ ଦାନ ଦେଉଛି ତ କିଏ ଗରିବ ଲୋକଙ୍କ ପାଇଁ ଅନ୍ନ ବ୍ୟବସ୍ଥା କରୁଛି। ହେଲେ ଖରିଆରଠାରେ ଜଣେ ଛୋଟ ବ୍ୟବସାୟୀ ଯିଏ ସୁଦୂର ଆନ୍ଧ୍ରପ୍ରଦେଶରୁ ଆସି ଖରିଆରଠାରେ ସିମେଣ୍ଟ କାମରେ କାରୁକାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସେ ନିଜ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଖରିଆରଠାରେ ଦୁଇଟି ଥଣ୍ଡା ପାନୀୟ ଜଳ ଯନ୍ତ୍ର ବସାଇଛନ୍ତି, ଯାହାଦ୍ୱାରା ରାସ୍ତାର ଯାତାୟତ ଯାତ୍ରୀମାନେ ଖରାରେ ଥଣ୍ଡା ପାଣି ପିଇ ଶାନ୍ତି ଲାଘବ କରୁଛନ୍ତି। ଗତ ଫେବୃଆରୀ ମାସରେ ପ୍ରଥମ କରି LIC ଅଫିସ ସମ୍ମୁଖରେ ନିଜ ବ୍ୟବସାୟ ପାଖରେ ଥଣ୍ଡା ଜଳ ଯନ୍ତ୍ର ବସାଇଥିଲେ। ପରେ ଲୋକଙ୍କ ଚାହିଦା ଦେଖି ଆଜି ଖଡ଼ିଆଳ ଥାନା ସମ୍ମୁଖରେ ଆଉ ଏକ ମେସିନ୍ ବସାଇଛନ୍ତି। ଏହାଦ୍ୱାରା ଥାନାକୁ ଆସୁଥିବା ଲୋକ NH 353ରେ ଯାତାୟତ ଯାତ୍ରୀ ଥଣ୍ଡା ଜଳ ପିଇପାରିବେ ବୋଲି କହିଛନ୍ତି। ଆଜି ଏହି ଥଣ୍ଡା ପାନୀୟ ଜଳ ଯନ୍ତ୍ରକୁ ଖରିଆରର IIC ଦିଲ୍ଲୀପ କୁମାର ସାହୁ ନଡ଼ିଆବାଡ଼ି ଶୁଭ ଉଦ୍ଘାଟନ କରିଥିବା ବେଳେ SI ଅଶୋକ କୁମାର ବିହାରୀ, ରାଜେଶ କୁମାର ଅଗସ୍ତି, ଦେବାର୍ଚ୍ଚନ ମାଝୀ, ଧନେଶ୍ୱର ମାଝୀ, ବିଶ୍ୱରଞ୍ଜନ ବେହେରା, ଧନ୍ମତ ନିଆଲ, କଲିମ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରେଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।